ଆସନ୍ତା 25 ଅକ୍ଟୋବର 2022 ମଙ୍ଗଳବାର ଦୀପାବଳି ଅମାବାସ୍ୟା ଦିନ ଏକ ଆଂଶିକ ସୂର୍ଯ୍ୟପରାଗ ସଂଘଟିତ ହେବ। ଏହି ସୂର୍ଯ୍ୟପରାଗ ଏ ବର୍ଷର ଶେଷ ସୂର୍ଯ୍ୟପରାଗ ହେବ। ଏହି ସୂର୍ଯ୍ୟପରାଗ ଏକ ଲମ୍ବା ସୂର୍ଯ୍ୟପରାଗ ଓ ଏହା ଓଡ଼ିଶା ବ୍ୟତୀତ ସାରା ଭାରତରେ ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ସୂର୍ଯ୍ୟପରାଗର ସମୟ ସୀମା, ଦେବନୀତି ଓ ଅନ୍ନ ଭୋଜନ ନିଷେଧ, ଗର୍ଭବତୀ ମହିଳାଙ୍କ କର୍ତ୍ତବ୍ୟ ଆଦି ବିଷୟରେ ଜାଣିବା ଏବଂ ଗ୍ରହଣ ଦର୍ଶନେ ଶୁଭାଶୁଭ ରାଶିଫଳ ବିଷୟରେ ଜାଣିବା। ସାଧାରଣତଃ ସୂର୍ଯ୍ୟପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ଏହି ଗ୍ରହଣରେ ସୂତକ ସମୟ 24 ଅକ୍ଟୋବର ସୋମବାର ରାତ୍ରି 9:20 ରୁ 25 ଅକ୍ଟୋବର ମଙ୍ଗଳବାର ଦିନ 2:31 ଶେଷ ହେବ। 25 ଅକ୍ଟୋବର ମଙ୍ଗଳବାର ଦିନ 12:11 ଆଂଶିକ ସୂର୍ଯ୍ୟପରାଗ ଆରମ୍ଭ ହେବ। ଅପରାହ୍ନ 2:31 ସୂର୍ଯ୍ୟପରାଗ ଶେଷ ବା ମୁଖ୍ୟ ପ୍ରାପ୍ତି ହେବ। ସୂର୍ଯ୍ୟପରାଗ ମାତ୍ର 34 ସେକେଣ୍ଡ ମହାକାଶରେ ଦୃଶ୍ୟମାନ ହେବ। ଏହି ଗ୍ରହଣର ଆଦ୍ୟାନ୍ତ କାଳ 2 ଘଣ୍ଟା 19 ମିନିଟ୍ 26 ସେକେଣ୍ଡ। ଏହି ଗ୍ରହଣ ଲାଗିବା ସମୟରେ ଖାଦ୍ୟ ଗ୍ରହଣ କରିବା ପାଇଁ ବାରଣ କରାଯାଇଛି। କାରଣ ଏହି ସମୟରେ ପେଟରେ କିଛି ନ ରହିବା ହିଁ ଭଲ। ତେଣୁ ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ରୋଷେଇ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ହେଉଥିବା ଖାଦ୍ୟ ଜ୍ୟୋତିଷଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ଭାବେ ଅଶୁଦ୍ଧ ହୋଇଥାଏ। ପରାଗ ସମୟରେ ରନ୍ଧାଯାଇଥିବା ଖାଦ୍ୟ ଗ୍ରହଣ କଲେ ଆମ ଶରୀର ଉପରେ ଗ୍ରହଣର କୁପ୍ରଭାବ ପଡ଼ିଥାଏ। ପରାଗ ସମୟରେ ଶୁଖିଲା ଖାଦ୍ୟ ବା କଞ୍ଚା ଫଳମୂଳ ଖାଇପାରିବେ। ସୂର୍ଯ୍ୟପରାଗର ଆଦ୍ୟନ୍ତ ସମୟ ସୀମା ମଧ୍ୟରେ ଗର୍ଭବତୀ ମହିଳାମାନେ ସାବଧାନ ରହିବା ଉଚିତ। ଏହି ସମୟରେ ବାହାରେ ବାହାରିବା, ସୂର୍ଯ୍ୟପରାଗକୁ ଦେଖିବା, କୌଣସି ଜିନିଷ କଟାକଟି କରିବା, କପଡ଼ା ଆଦି ସିଲେଇ କରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଏହା କରିବା ଦ୍ୱାରା ଗ୍ରହଣର କୁପ୍ରଭାବ ସିଧାସଳଖ ପେଟରେ ବଢୁଥିବା ପିଲା ଉପରେ ପଡ଼ିଥାଏ। ଏଣୁ ଏହିସବୁ କାର୍ଯ୍ୟ କରିବା ଅନୁଚିତ ଏବଂ ପରାଗ ସମୟରେ କଳା ରଙ୍ଗର କପଡ଼ା ପିନ୍ଧିବା ଉଚିତ ନୁହେଁ। ପରାଗ ସମୟରେ କୌଣସି ପ୍ରକାର ପୂଜାପାଠ ବା ଦେବନୀତି କରିବା ପାଇଁ ନିଷେଧ କରାଯାଇଛି। କାରଣ ଏହା କରିବା ଦ୍ୱାରା ପରିବାରରେ ନାନା ପ୍ରକାର ଅନିଷ୍ଟ ହୋଇଥାଏ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରନ୍ତୁ ଏବଂ କୌଣସି ବୃକ୍ଷକୁ ସ୍ପର୍ଶ ବା ଛୁଅନ୍ତୁ ନାହିଁ। ଏହି ସମୟରେ କେବଳ ଅନ୍ନ ଦାନ କରିବାକୁ ଶୁଭ ମନାଯାଇଥାଏ। ସୂର୍ଯ୍ୟଗ୍ରହଣ ସମୟରେ ସୂର୍ଯ୍ୟଙ୍କଠାରୁ ବାହାରୁଥିବା ରଶ୍ମି ବହୁତ କ୍ଷତିକାରକ ହୋଇଥାଏ। ଏଣୁ ଗୃହର ସବୁ ଝରକା କବାଟ ବନ୍ଦ କରିବା ଉଚିତ। ପରାଗ ସମୟରେ ବିବାହିତ ପୁରୁଷ ଏବଂ ମହିଳା ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ନଚେତ୍ ସନ୍ତାନ ଓ ପରିବାର ଉପରେ ଗ୍ରହଣର କୁପ୍ରଭାବ ପଡ଼ିଥାଏ। ଏହି ସମୟରେ ଗ୍ରହଣର ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବା ହେତୁ ଏହି ସବୁ କାର୍ଯ୍ୟ କରିବା ଅନୁଚିତ। ପରାଗ ସମୟରେ କେବଳ ଭଗବାନଙ୍କ ନାମ ଜପ କରିବା ଉଚିତ। ଗ୍ରହଣର ସର୍ବମୋକ୍ଷ ବା ସମାପ୍ତି ପରେ ସ୍ନାନ କରିବା ଏବଂ ପିନ୍ଧିଥିବା ଲୁଗାକୁ ଧୋଇବା ଉଚିତ। ଗୃହକୁ ଗଙ୍ଗା ଜଳ ଦ୍ୱାରା ସିଞ୍ଚନ କରିବା ଉଚିତ, ଯାହାଦ୍ୱାରା ଗୃହ ପବିତ୍ର ଓ ପରିବାରର ମଙ୍ଗଳ ହୋଇଥାଏ। ଗ୍ରହଣ ଦର୍ଶନେ ଶୁଭ ରାଶି ହେଲା ମେଷ, ମିଥୁନ, ସିଂହ, ବିଛା, କର୍କଟ, ଧନୁ, କୁମ୍ଭ ଓ ମକର। ଏହି 8 ଗୋଟି ରାଶି ଗ୍ରହଣ ଦର୍ଶନେ ଶୁଭଫଳ ପ୍ରାପ୍ତି ହୁଏ। ଗ୍ରହଣ ଦର୍ଶନେ ଅଶୁଭ ରାଶି ହେଲା କନ୍ୟା, ବୃଷ, ତୁଳା ଓ ମୀନ। ଏହି 4 ଗୋଟି ରାଶି ଗ୍ରହଣ ଦର୍ଶନେ ଅଶୁଭ ଅଟେ। ଏଣୁ ଏହି ରାଶିମାନଙ୍କୁ ଗ୍ରହଣ ଦର୍ଶନେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଏମାନେ ଘରୁ ବାହାରକୁ ନ ବାହାରିବା ହିଁ ଭଲ।